ସେଥିପାଇଁ ତୁମର ଗୌରବକୁ ଆମେ ମନେ ପକାଉଛୁ। ସେଦିନ ତୁମ ତୁମ ଏଇସବୁ ପ୍ରଦୀପ ମଧ୍ୟରେ ତୁମକୁ ଗମନାଗମନ କରିବା ଦେଖିଲେ ପ୍ରକାଶ କରେ ଏ ପ୍ରଦୀପ ସପ୍ତ ପ୍ରଦୀପ ମଧ୍ୟରେ ଗମନାଗମନ କରିବା ପରମେଶ୍ୱର ଆମମାନଙ୍କ ମଧ୍ୟରେ ଏ ପ୍ରଦୀପ ମଧ୍ୟରେ ଗମନାଗମନ କର, ଆମମାନଙ୍କୁ ଅଭିଷେକ କର, ଆମମାନଙ୍କ ମଧ୍ୟରେ ଗୌରବକୁ ଅନୁଭବ କରିବାକୁ ଦିଅ, ଆନନ୍ଦ ଏବଂ ମୁକ୍ତି ଜୀବନରେ ଉପଭୋଗ କରିବାକୁ ଦିଅ। ଆଜିକାଲି ତୁମକୁ ଯେଉଁ ଜୁବିଲି ଜୀବନ ଘୋଷଣା ସେ ଜୀବନ ଭଗବାନଙ୍କୁ ଅଙ୍ଗେ ଅଙ୍ଗେ ଏହି ପ୍ରଭୁ ଗୌରବ ଅନୁଭବ କରି ମୁକ୍ତି ଅନୁଭବ କରୁଛନ୍ତି। ତୁମ ନିମନ୍ତେ ଚିରଦିନ ପାଇଁ ବନ୍ଦୀ ହୋଇ ପ୍ରଭୁ ତୁମର ଏହି ଦାସ ତୁମ ପ୍ରେମର ଦାସ ହେବା ପାଇଁ ସାହାଯ୍ୟ ବୋଲି ପ୍ରାର୍ଥନା କରୁଛୁ। ପିଲାମାନଙ୍କୁ, ଯୁବକ ଯୁବତୀମାନଙ୍କୁ, ଭାଇ ଭଉଣୀମାନଙ୍କୁ, ବୃଦ୍ଧ ବୃଦ୍ଧାମାନଙ୍କୁ, ପ୍ରଭୁ ପାଳକ ପରିଚାରକମାନଙ୍କୁ, ସମସ୍ତ କର୍ତ୍ତୃପକ୍ଷମାନେ ଅଛନ୍ତି ପ୍ରଭୁ ମଣ୍ଡଳୀର ଯତ୍ନ ନେଉଛନ୍ତି, ସମୟର ଯତ୍ନ ନେଉଛନ୍ତି। ସେ ସମସ୍ତଙ୍କ ଜୀବନରେ ଆଜି ଯେହୋବା ସାମାଙ୍କର ପ୍ରଭୁ ଉପସ୍ଥିତି ବୋଲି ପ୍ରାର୍ଥନା କରୁଛୁ। ଯାକବଙ୍କ ଭଳି ଅନୁଭବ କରିବୁ ପ୍ରଭୁ ଏଇ ଦୟାକରି ନିଭାନ୍ତ କିଛି ସମୟ ପରେ ତଳେ ରଖନ୍ତୁ, ସମ୍ପୂର୍ଣ୍ଣ ନିଭୁଲା ପରେ ତଳେ ରଖନ୍ତୁ। କିଛି ସମୟ ପରେ ତଳେ ପକାଇ ଦିଅନ୍ତୁ। ଫୁଙ୍କିକି ନିଭାନ୍ତ କିଛି ସମୟ ପରେ ତଳେ ପକାନ୍ତୁ। ଧନ୍ୟବାଦ। ପ୍ରଭୁ ତାଙ୍କ ରାଷ୍ଟ୍ରପତି ଜୋବେଲର ଗୁରୁତ୍ୱ ବିଷୟ ଆମମାନଙ୍କୁ ସେ ଶିକ୍ଷା ଦେଇଛନ୍ତି। ବିଶପ ସାହେବଙ୍କୁ ତାଙ୍କ ପରିବାର ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ମଣ୍ଡଳୀକୁ ମଧ୍ୟ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଶୀଷ ପ୍ରାର୍ଥନା କରିବା। ଯେତେବେଳେ ପିତା ଆମର ଈଶ୍ୱରଙ୍କର ଅସୀମ ପ୍ରେମ, ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହା ଅନୁଗ୍ରହ, ପବିତ୍ର ଆତ୍ମାଙ୍କ ଶାନ୍ତି, ଶକ୍ତି ଏବଂ ସହଭାଗିତା ଆମମାନଙ୍କ ପ୍ରତି ମଣ୍ଡଳୀ ସବେରିଣୀ ଓ ଯେତେ ଖ୍ରୀଷ୍ଟସ୍ଥିତ ସମସ୍ତଙ୍କର ସଦା ସର୍ବଦା ସହବର୍ତ୍ତୀ ହେଉ। ଆମେନ୍। ସମସ୍ତଙ୍କୁ ନମସ୍କାର।